ଯେଉଁଦିନ ପାଗ ଖରାପ ହୋଇଥାଏ ମୁଁ ସେଇଦିନ ଚାଲିବା ପାଇଁ ନିର୍ମିତ ଏକ ଯନ୍ତ୍ରଚାଳିତ ମେସିନରେ ମୁଁ ମୋର ପ୍ରାତଃ ଭ୍ରମଣର ବ୍ୟାୟାମ କରିଥାଏ। ଏହି କାର୍ଯ୍ୟ ଏତେ ବିରକ୍ତିଜନକ ଯେ କୁହା ନଯାଏ। ଏଥିରେ ଲଗାଯାଇଥିବା ମିଟର ଯେତେବେଳେ ପ୍ରକାଶ କରେ ଯେ ମୁଁ ଏହି ଯନ୍ତ୍ରଚାଳିତ ମେସିନରେ 1 ମାଇଲ ପଦଚାଳନା କରିସାରିଲିଣି, ସେତେବେଳେ ବାସ୍ତବରେ ମୁଁ ଇଞ୍ଚେ ମଧ୍ୟ ଘୁଞ୍ଚି ନଥାଏ। ଯେଉଁଠି ଥିଲି ସେଇଠି ଥାଏ। ଈଶ୍ୱର ବିହୀନ ଜୀବନ ଠିକ୍ ଏହି ପ୍ରକାର ଟ୍ରେଡମିଲ୍ ମେସିନ୍ ଉପରେ ଚାଲିବା ପରି। ଯେପରି ଉପଦେଶକ 1 ପର୍ବ 4-7 ପଦରେ ଲେଖାଯାଏ, ଏକ ପୁରୁଷ ବହିଯାଏ ଓ ଅନ୍ୟ ପୁରୁଷ ଆସେ, କିନ୍ତୁ ପୃଥିବୀ ସଦାକାଳ ଥାଏ। ଦିନ ପରେ ଦିନ ସୂର୍ଯ୍ୟ ଉଦୟ ହୁଏ ଓ ଅସ୍ତ ମଧ୍ୟ ହୁଏ। ବାୟୁ ଆପଣା ପଥରେ ନିତ୍ୟ ଘୁରେ, ପୁଣି ଆପଣା ଚକ୍ର ପଥରେ ଫେରେ। ନଦୀ ସବୁ ସମୁଦ୍ରକୁ ବହିଯାଆନ୍ତି, ତଥାପି ସମୁଦ୍ର ପୂର୍ଣ୍ଣ ହୁଏ ନାହିଁ। ଏହି ପ୍ରକାର ପ୍ରାକୃତିକ ପ୍ରଣାଳୀ ପରି ଜୀବନଟା ମଧ୍ୟ ସଦାବେଳେ ଗତିଶୀଳ, କିନ୍ତୁ ତାହାର କୌଣସି ଅନ୍ତ ନାହିଁ। ସଦାବେଳେ ତାହା ପରିବର୍ତ୍ତନଶୀଳ, ଅଥଚ ସେଥିରେ କୌଣସି ନୂତନତ୍ୱ କିଛି ନାହିଁ। ତାପରେ ଆସେ ମୃତ୍ୟୁ। ଯେଉଁ ଲୋକମାନେ ଈଶ୍ୱର ବିହୀନ ସେମାନେ ଆଶାଶୂନ୍ୟ ଏବଂ ସେମାନେ ଜାଣନ୍ତି ଯେ ଅତି ଶୀଘ୍ର ସେମାନେ ବିସ୍ମିତ ହେବେ ଓ ଅନ୍ଧକାରମୟ ସେମାନଙ୍କର ଭବିଷ୍ୟତ। କିନ୍ତୁ ଯେଉଁମାନେ ଈଶ୍ୱରଙ୍କୁ ଜାଣନ୍ତି ସେମାନଙ୍କଠାରେ ଅନେକ ଭିନ୍ନତା ଦେଖାଯାଏ। ହଁ, ସେମାନଙ୍କ ଜୀବନରେ ମଧ୍ୟ ଅନେକ ସମସ୍ୟା, ଦୁଃଖ, କଷ୍ଟ ଓ କ୍ଳାନ୍ତିକର ଧରାବନ୍ଧା କାର୍ଯ୍ୟକ୍ରମ ଦେଖାଯାଏ, କିନ୍ତୁ ସେମାନେ ଯାତ୍ରା ପଥରେ ଅଗ୍ରସର ହେଉଥାନ୍ତି, କୌଣସି ଟ୍ରେଡମିଲ୍ ମେସିନ୍ ଉପରେ ଚାଲିବା ଭଳି ସ୍ଥାଣୁ ହୋଇ ରୁହନ୍ତି ନାହିଁ। ମୋର ଜଣେ ପ୍ରିୟ ବନ୍ଧୁ 83 ବୟସ୍କ ଅର୍ନେଷ୍ଟ ପାଇକ୍ ନିଜ ଜୀବନଯାତ୍ରାକୁ ଠିକ୍ ଏହିପରି ଭାବରେ ଦେଖିଥିଲେ। ତାଙ୍କର ମୃତ୍ୟୁର କିଛିଦିନ ପୂର୍ବରୁ ତାଙ୍କ ସହିତ ସାକ୍ଷାତ ବେଳେ ସେ ମୋତେ ହାସ୍ୟ ମୁଖରେ ଅଭିବାଦନ ଜଣାଇ ଏହି ପ୍ରକାର କହିଥିଲେ, ମୋର ସାରା ଜୀବନ ମୁଁ ସ୍ୱର୍ଗକୁ ଯିବା ପାଇଁ ପ୍ରସ୍ତୁତ ହେଉଥିଲି ଏବଂ ବର୍ତ୍ତମାନ ମୁଁ ସେଠାକୁ ଯିବା ପାଇଁ ଉଦ୍ୟତ। ହଁ ପ୍ରିୟ ବନ୍ଧୁ, ଆପଣଙ୍କ ପାଇଁ ମଧ୍ୟ ଏହି ଆଶା ରହିଛି। ନିଜ ପାପ ସ୍ୱୀକାର କରି ପ୍ରଭୁ ଯୀଶୁଙ୍କୁ ତ୍ରାଣକର୍ତ୍ତା ରୂପେ ଗ୍ରହଣ କରନ୍ତୁ। ତାହେଲେ ସେ ଆପଣଙ୍କୁ ଆପଣଙ୍କ ଜୀବନ ପରିବର୍ତ୍ତନ କରି ଆପଣଙ୍କ ଯାତ୍ରାକୁ ଟ୍ରେଡମିଲ୍ରେ ଠିଆ ହେଲା ପରି ନୁହେଁ, ମାତ୍ର ଅଧିକ ତାତ୍ପର୍ଯ୍ୟପୂର୍ଣ୍ଣ କରିବେ। ପ୍ରଭୁ ତାଙ୍କ ବାକ୍ୟ ବାଇବେଲରେ ଏହି କଥା କୁହନ୍ତି, ମାତ୍ର ଧାର୍ମିକମାନଙ୍କର ପଥ ପ୍ରଭାତରେ ଆଲୁଅ ତୁଲ୍ୟ, ଯାହା ମଧ୍ୟାହ୍ନ ପର୍ଯ୍ୟନ୍ତ ଆହୁରି ଆହୁରି ତେଜସ୍କର ହୁଏ।